ନବୁଝ ପଢ଼ ଗୀତା। ତେଣୁ ପିଲାମାନେ ପିତାଟିଏ ଯେତେବେଳେ ମା କ୍ଷୀର ନେବାର ତରକାରୀ ଆଣିଥାଏ ତମ ଜୀବରେ ଲାଗିଗଲେ ତମକୁ ପିତା ଲାଗେ, তুমি ସାଙ୍ଗେ ସାଙ୍ଗେ ଚିଡ଼ି ଉଠିଥାଅ କି ପିତା। କିନ୍ତୁ ଏଇ ଯୋଉ ଆମର ଭାବ, এই ପିତା ଉଚ୍ଚାରଣ ଭାବ ଭିତରେ ଆମ ମନରେ ବିରକ୍ତି ଥାଏ। এই ବିରକ୍ତି ଭିତରେ କିନ୍ତୁ ଗୋଟେ ବହୁତ ଅଦ୍ଭୁତ ସଞ୍ଜୀବନୀ ଆସକ୍ତି ଥାଏ, କାରଣ এই ପିତା ହେଉଛି ଆମ ଦେହ ପାଇଁ ହିତକର ଅମର ଔଷଧି, এই ରୋଗ ପାଇଁ ସଞ୍ଜୀବନୀ। ତେଣୁ ରୋଗରୂପୀ ରାକ୍ଷସକୁ ହଟେଇବା ପାଇଁ ଯେମିତି କଲରାର ଔଷଧୀୟ ଗୁଣ ଆମ ଶରୀରକୁ ପରିପୁଷ୍ଟ କରେ, ତେଣୁ ଆମେ ବୁଝନ୍ତୁ ବା ନ ବୁଝନ୍ତୁ, ତେଣୁ ଆମକୁ ରୁଚୁ ବା ନ ରୁଚୁ, ଯେମିତି ଆମକୁ ପିତା ଖାଇବା ପାଇଁ ପ୍ରୟୋଜନ ଆମ ଶରୀରକୁ ସୁସ୍ଥ କରିବା, ସେମିତି ଆମ ଜୀବନରେ ଗୀତାର ଅଧ୍ୟୟନ ଆଉ ବିଶ୍ଳେଷଣ ଆଉ ଶେଷରେ ତାର ମାର୍ଗଦର୍ଶନ ଆଉ ଆମ ଜୀବନରେ ଗୀତାକୁ ପ୍ରୟୋଗ କରି ଆଚରଣ ମଧ୍ୟ ସର୍ବୋପରି ପ୍ରୟୋଜନ। ତେଣୁ ସେଇଥିପାଇଁ ଆମର ସାର୍ କହୁଥିଲେ ଆମେ ଗୀତା ପଢ଼ିବା କାହିଁକି। ତେଣୁ এই କାହିଁକିର ଉତ୍ତର ଯଦି ଆମେ ନିଜକୁ ପଚାରିବା, ତେଣୁ ଆମେ ନିଶ୍ଚୟ କ'ଣ କରିବା, ଏ ଅସତ୍ମା ସଦ୍ଗମୟ ତମସ୍ମା ଜ୍ୟୋତିର୍ଗମୟ ମୃତ୍ୟୁର୍ମା ଅମୃତମୟ, ଯେମିତି ଆମ ସାର୍ କହିଲେ ବିଷାଦ ଯୋଗରୁ ଆମେ ଶେଷରେ ମୁଖ୍ୟ ଯୋଗ ଆଡ଼କୁ ଅଗ୍ରସର ହେବା। ତେଣୁ ଆମ ପିଲାମାନଙ୍କର ସର୍ବାଧିକ ପ୍ରୟୋଜନ ଆମେ ସବୁଦିନ ଏମିତି ନହେଲେ ଗୋଟିଏ ଗୀତାର ଶ୍ଳୋକ ପଢ଼ିବା। ଖାଲି ପିଲାମାନେ ନୁହେଁ, ପିଲାମାନଙ୍କର ବାପା ମା এই ଭାରତ ମାନେ ହିନ୍ଦୁ ଧର୍ମ ଦର୍ଶନର ପବିତ୍ର ଧର୍ମଗ୍ରନ୍ଥ ଗୀତାକୁ ଅଧ୍ୟୟନ କରିବା ପାଇଁ ଆବାଳ ବୃଦ୍ଧ ବନିତା ସମସ୍ତଙ୍କର ପ୍ରୟୋଜନ ଅଛି। ତେଣୁ এই ଗୀତା ଆମକୁ ମାର୍ଗଦର୍ଶନ ଦେବ। ଗୋଟିଏ ଗପ ନୁହେଁ, କାହାଣୀ ନୁହେଁ, ସତ ଗପ ହେଲେ ବି ସତ କଥାଟିଏ କହୁଛି। 1997 ଆମ ସ୍ୱାଧୀନ ଭାରତର ସୁବର୍ଣ୍ଣ ଜୟନ୍ତୀ ପାଳନ ହେଲା। 1948 ମସିହାରେ ଆମ ଭଦ୍ରକ କଲେଜ ଗଢ଼ା ହେଇଥିବାରୁ 1998 ମସିହାରେ ଆମ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ପାଳନ ହେଲା। এই 50ତମ ପୂର୍ତ୍ତି ଉପଲକ୍ଷେ ସ୍ୱାଧୀନତାର ସୁବର୍ଣ୍ଣ ଜୟନ୍ତୀ ଭଦ୍ରକ କଲେଜରେ ପାଳନ ହୋଇଥିବା ବେଳେ ଜଣେ ବ୍ୟକ୍ତି এই ଗୀତା ଜ୍ଞାନ ଚର୍ଚ୍ଚା ଉପରେ ଆସିଥିଲେ ଆଉ ସେ କହିଲେ ଏଇଟା ମୋର ଗପ ନୁହଁ, ମୋ ଜୀବନର ଅନୁଭୂତି, ଯଦି ମୋତେ ଅନୁମତି ଦିଆଯାଏ ତେବେ ମୁଁ ସର୍ବସାଧାରଣ ସମ୍ମୁଖରେ କହିବି। ତାଙ୍କୁ ଅନୁମତି ଦିଆଯାଇଥିଲା। ସେ ଭଦ୍ରକ କଲେଜ ଗ୍ୟାଲେରୀରେ ବସିଥିବା ବେଳେ ଓହ୍ଲାଇ ଆସିଲେ ଆଉ ଭଦ୍ରକ କଲେଜ ପ୍ୟାଣ୍ଡେଲରେ ଏଇ କଥା କହିଥିଲେ ଯେ ତାଙ୍କର ଗୋଟିଏ ନୂଆ ଜାଗା କିଣିକି ଘର କରିଥିଲେ। ଏଇ କଥା କହିବାକୁ ପିଲାମାନଙ୍କୁ ଆଜି ବହୁତ ମନରେ ଇଚ୍ଛା ହେଲା ଯେ ଏଇ କଥାଟି ଗପ ନୁହେଁ, ସତ। ତେଣୁ ଗୋଟେ ନୂଆ ଜାଗା କିଣି ଘର କରିଥିଲେ। ସେଠି ସବୁବେଳେ କ'ଣ ହୁଏ, ତାଙ୍କୁ ଅଲଗା ଶବ୍ଦ ହୁଏ, ତାଙ୍କୁ ଅଶରୀରୀ ମାନେ ଜିନିଷଟା ଫିଲ୍ ହୁଏ। କେତେବେଳେ କିଏ ଖଟଖଟ କରୁଛି, ତାଙ୍କ ଘର ପିଲା ମାନେ ପରିବାର ପରିଜନ ବନ୍ଧୁ ବାନ୍ଧବ କେହି ଗଲେ ଡରିଯାନ୍ତି, କେହି ସେ ଘରେ ରୁହନ୍ତି ନାହିଁ। ଅନେକ ପ୍ରକାର ପ୍ରତିକାର ସେମାନେ କରିଛନ୍ତି। ଆମେ ପ୍ରତିକାର, ପ୍ରତିରୋଧ ଓ ପ୍ରତିଷେଧ ତିନୋଟି ଉପାୟ ଜାଣନ୍ତି। ଆମ ରୋଗ ହେଲେ କ'ଣ କରନ୍ତି, ପ୍ରତିଷେଧକ ଟୀକା ନିଅନ୍ତି, ପ୍ରତିରୋଧ ପାଇଁ ଆମେ ଔଷଧ ଖାଆନ୍ତି, ଆଉ ପ୍ରତିକାର ପାଇଁ ଆମେ ଖାଦ୍ୟ ଆଉ ଆମର ଆଚରଣ ବା ଜୀବନଚର୍ଯ୍ୟାକୁ ପରିବର୍ତ୍ତନ କରନ୍ତି। ତେଣୁ এই ପ୍ରତିରୋଧ, ପ୍ରତିଷେଧ ଆଉ ପ୍ରତିକାର এই ତିନି ପ୍ର ବା ତ୍ରିବେଣୀ ସଂଗମ। ତେଣୁ ସେ କହିଲେ ମୁଁ ତ ପ୍ରତିଷେଧକ ନେଇଛି, ପ୍ରତିରୋଧ ବି କରିଛି, କିନ୍ତୁ ପ୍ରତିକାର କ'ଣ ମୁଁ ଜାଣିନି। ତେଣୁ ହଠାତ୍ ଦିନେ ତାଙ୍କ ଠାକୁରଙ୍କୁ କୁନି ଝିଅଟିଏ ବାହାରିଲା। ସେ ଝିଅଟି କହିଲା ଆପଣ କ'ଣ ଉପାୟ ପାଉନାହାନ୍ତି ଆଉ ପ୍ରତିକାର କରିବାକୁ? ସେଠି କହିଲା ନା ତମେ କିଏ? ନା ମୁଁ ଏଇ ବାଟ ଦେଇ ଯାଉଥିବା କୁନି ଝିଅଟିଏ, ବର୍ଷା ଆସିଲାଣି, ମୋ ପାଖରେ କେହି ନାହାନ୍ତି, ମୋତେ ଭାରି ଡର ମାଡ଼ୁଛି, ତେଣୁ ମୁଁ ଆପଣଙ୍କ ଘରକୁ ଆସିଛି। ତେଣୁ ସେଠୁ ତାକୁ ବହୁତ ଆଦର କଲେ। କୁନି ଝିଅଟିଏ ଯେହେତୁ ଦେବୀ ମା ତ ଶ୍ରଦ୍ଧା ରୂପରେ ଆସନ୍ତି, ତେଣୁ ସେ କହିଲେ ମୋତେ କ'ଣ କରିବ ନା ଆଜିଠାରୁ ତୁମେ ଘରେ ଗୋଟିଏ ଗୀତା ବହି ରଖିକି ପଢ଼, ଆଉ ଏଇ ଗୀତା ବହିକୁ ସବୁଦିନ ପଢ଼ିବ, ସକାଳେ ସନ୍ଧ୍ୟାରେ, ଆଉ ହନୁମାନ ଚାଳିଶା ପଢ଼ିବ। ଗୋଟେ ପୁଟୁଳାଟିଏ ତାଙ୍କୁ ଦେଇଗଲେ, କାଗଜରେ ଗୁଡ଼ା ଔଷଧ କିଛି। ସେଠୁ କିଏ ଭାବିଲେ ଏ ପୁଟୁଳାରେ କିଛି ନଥିଲା, ଖାଲି ଗୋଟେ ପତ୍ର ଭଳିଆ ଲେଖାଥିଲା। ଏଇ ମାନେ ଏଇ ଗୋଟେ ଦେଲି ସଞ୍ଜୀବନୀ ଔଷଧ, ସେ ଗୀତା ପାଖରେ ରଖିକି, ତେଣୁ ଗୀତା ହିଁ ଯଜ୍ଞ, ଗୀତା ହିଁ ଆସକ୍ତି, ଗୀତା ହିଁ ବିଭୂତି, ଗୀତା ହିଁ ମାର୍ଗ। ତେଣୁ ଭାବ ଜ୍ଞାନ ତତ୍ତ୍ୱମୟର ଉପଯୁକ୍ତ ସଂଗ୍ରାମ ଆଉ ସମ୍ମିଶ୍ରଣ ହେଉଛି ଗୀତା। ତେଣୁ ତମେ ମାନେ ଏଇ ହେଉଛି ଗୀତାର ସାରତତ୍ତ୍ୱ। କିନ୍ତୁ ସେ ଝିଅଟି କହିଲା ଆଜିଠୁ ତମେ ଗୀତାକୁ ସବୁଦିନ ପୂଜା କରିକି ପଢ଼ିବ, ଆଉ ଏଇ ଯେଉଁ ସଞ୍ଜୀବନୀ ପାଇଛ ତାକୁ ତୁମେ କରୁଥିବା ଯଜ୍ଞ ବିଭୂତି ସ୍ୱରୂପ ରଖି ତୁମ ସାରା ପରିବାର ପ୍ରଣାମ କରୁ। ଏତିକି କଥା। ତାପରେ ସେ ଝିଅଟି ଚାଲି ଯାଇଥିଲା। ଆଉ ସେ ସେଇଦିନଠୁ ପରିବାର କିଛି ଦିନ ପରେ ଆସ୍ତେ ଆସ୍ତେ ସେମାନେ ଗୀତା ପଢ଼ୁଥିଲେ। ଆଉ ସେଇ ତାଙ୍କ ଘରକୁ ପ୍ରକୃତରେ ସମସ୍ତ ଅଶରୀରୀ ବା ଆସୁରିକ ଶକ୍ତିର ଭୟ ଚାଲି ଯାଇଥିଲା। এই কথাটি গপ নୁହେଁ, এই କଥା ସତ୍ୟ। ଆମ এই ଯାଜପୁର ଅଞ୍ଚଳର ଦୁଇ ପାହାଡ଼ର ରହୁଥିବା ଗୋଟେ ପରିବାରର କାହାଣୀ। ତେଣୁ ତାଙ୍କୁ ମଧ୍ୟ ସେଇ ଭଦ୍ରକ କଲେଜ ସୁବର୍ଣ୍ଣ ଜୟନ୍ତୀରେ ସମର୍ଥନ କରାଯାଇଥିଲା।